ମା। ସେ ଗପଟିର ନାଁ ହଉଛି ଯମଙ୍କ ମହିଷ। ଯମଙ୍କ ମହିଷ। ବେତାଳ କହୁଛନ୍ତି, ରାଜନ, ତମେ ଏ ଦୁର୍ଯୋଗପୂର୍ଣ୍ଣ ରାତିରେ ଯେ ଏଭଳି ପରିଶ୍ରମ କରୁଛ, ଏଥିରେ ନିଶ୍ଚୟ ତୁମର କିଛି ସ୍ୱାର୍ଥ ନିହିତ ଅଛି। କଥା କଣ କି, ଅନେକ ସମୟରେ ଅଭୀଷ୍ଟ ସ୍ୱାର୍ଥ ସିଦ୍ଧିର ସୁଯୋଗ ଆସିଲେ ମଧ୍ୟ ଲୋକେ ସେ ସୁଯୋଗ ଗ୍ରହଣ କରନ୍ତି ନାହିଁ। କୁମାର ମିଶ୍ର ନାମକ ଜଣେ ବୈଦ୍ୟର କାହାଣୀ କହୁଛି, ଶୁଣ। ବିନ୍ଧ୍ୟାଚଳ ରାଜ୍ୟର ଗୋଟିଏ ଗାଁରେ ସଦାନନ୍ଦ ମିଶ୍ର ନାମକ ଜଣେ ବୈଦ୍ୟ ଥିଲେ। ସେ ଅତ୍ୟନ୍ତ ଭଲ ମଣିଷ ଥିଲେ। ତାଙ୍କ ଚିକିତ୍ସାରେ ରୋଗୀମାନେ ଉପକୃତ ହୁଅନ୍ତି, କିନ୍ତୁ ସେ ରୋଗୀଙ୍କ ପାଖରୁ କିଛି ଅର୍ଥ ଜବରଦସ୍ତ କରନ୍ତି ନାହିଁ, କିମ୍ବା ଯଦି ଗରିବ ଲୋକଟି ହେଇଛି ସେ ଦେଲେ ମଧ୍ୟ ଯାଚିଲେ ମଧ୍ୟ ନିଅନ୍ତି ନାହିଁ। ତେଣୁ ବହୁତ କଷ୍ଟରେ ଚଳୁଥିଲେ। ଯିଏ ଯାହା ଦଉଥିଲେ ସେତିକିରେ ସେ ରଖୁଥିଲେ। ଯଦି କିଏ ନ ଦିଅନ୍ତି କାହାକୁ କିଛି ସେ କୁହନ୍ତି ନାହିଁ। ଆଉ ଲୋକମାନେ ଯୋଉମାନେ, ବହୁତ ଲୋକ ସାଧାରଣତଃ ଗରିବ ଲୋକମାନେ ହିଁ ଅଧିକ ଆସନ୍ତି। କାହିଁକିନା ଧନୀ ଲୋକମାନେ ସେମାନେ କହିବେ ଆମେ ବଡ ବଡ ବୈଦ୍ୟଙ୍କ ପାଖକୁ ଯିବୁ। ତେଣୁ ଗରିବ ଥିବାର ଲୋକମାନେ ପଇସା ପତ୍ର ଦଉନଥିଲେ। କେବେ କେବେ କିଛି କିଛି ଲୋକ ଯାହାଙ୍କର ଯଦି କିଛି ଫଳମୂଳ ଥାଏ ବା ପରିବା ପତ୍ର, ତାଙ୍କର ଶସ୍ୟ କିଛି କେତେବେଳେ କିଏ ଦିଅନ୍ତି, ନାହିଁ ତ ପ୍ରାୟତଃ କହିବାକୁ ଗଲେ ସେ କିଛି ପାଆନ୍ତି ନାହିଁ। ଆଉ ସେ କେବେ ନିଜେ କୌଣସି ରୋଗୀକୁ ମାଗନ୍ତି ନାହିଁ। ତାଙ୍କର ଏଇ ଗରିବ ଅବସ୍ଥା ଲାଗି ରହିବା ଦେଖି ତାଙ୍କର କେତେଜଣ ବନ୍ଧୁ କହିଲେ, ଦେଖ ତୁମେ ଗାଁରେ ଯେତେ ଦିନ ଯାଏ ରହିଛ ଏ ଅବସ୍ଥା ସେମିତି ରହିବ। ତମେ ଗୋଟେ କାମ କର, ରାଜାଙ୍କ ପାଖକୁ ଯାଅ। ରାଜା ତୁମକୁ ଉଚିତ ସମ୍ମାନ ଦେବେ ଏବଂ ଅର୍ଥ ବି ଦେବେ। ସଦାନନ୍ଦ ଏସବୁ ଶୁଣନ୍ତି କିନ୍ତୁ ଚୁପ ରହନ୍ତି। କାହିଁକି ନା ସିଏ ଆୟୁର୍ବେଦ ଯୋଉ ଲୋକଙ୍କର ଚିକିତ୍ସା କରୁଥିଲେ ଆୟୁର୍ବେଦ ମାଧ୍ୟମରେ, ତାଙ୍କର କୌଣସି ଉପାଧି ନଥିଲା। ମାନେ ଅନୁଷ୍ଠାନରୁ କିଛି ସେ ପାଠ ପଢିନଥିଲେ, କୌଣସି ଗୁରୁକୁଳରୁ ଚିକିତ୍ସା ବିଦ୍ୟା ଶିଖିନଥିଲେ। ତେଣୁ ସେ କଣ ଯାଇ ରାଜାଙ୍କୁ କହିବେ? ସେ ଯାହା ତାଙ୍କ ବାପାଙ୍କ ପାଖରୁ ଦେଖିକି ଯାହା ଯେତିକି ଶିଖିଥିଲେ। ତେଣୁ ରାଜାଙ୍କ ପାଖରେ କେଡେ ବଡ ବଡ ଉପାଧିକାରୀ ସବୁ ଉପାଧିଧାରୀ କବିରାଜ ଥିବେ। ଆଉ ଯଦି ସେମାନେ କିଛି ଅପମାନିତ ବା କିଛି ପ୍ରଶ୍ନ କରନ୍ତି, ଅପମାନିତ ନ କରିପାରନ୍ତି, ଯଦି କିଛି ପ୍ରଶ୍ନ କରନ୍ତି, ତେବେ ଇଏ ଯଦି ଉତ୍ତର ଦେଇ ନ ପାରନ୍ତି, ତେବେ ଆମକୁ ବହୁତ ଅପମାନିତ ଅନୁଭବ ହବ। ତେଣୁ ସିଏ ଯାଆନ୍ତି ନାହିଁ। ଚାଲିଲା ଏମିତି ଅନେକ ଦିନ ଧରି, ସେମିତି ଦୁଃଖେ ସୁଖେ ଚାଲିଛନ୍ତି। ଦିନେ ତାଙ୍କ ଦେହ ଅତ୍ୟନ୍ତ ଖରାପ ହେଇଗଲା, ନିଜ ଦେହ ଖରାପ ହେଲା। ଜ୍ୱରର ଲକ୍ଷଣ ସେ ଦେଖିଲେ, ଜାଣିଲେ ଯେ ତାଙ୍କର ଶେଷ ସମୟ ଉପସ୍ଥିତ। ବୈଦ୍ୟ ଜାଣିପାରିଲେ କଣ ସମୟ। ତେଣୁ ସେ ତାଙ୍କ ପୁଅଙ୍କୁ ଡାକିଲେ। ତାଙ୍କ ପୁଅ ନାଁ ହଉଛି କୁମାର ମିଶ୍ର। ତାଙ୍କ ପୁଅଙ୍କୁ ଡାକି କହିଲେ, ପୁଅ, ଆଉ ମୋର ଶେଷ ସମୟ ହେଇଗଲାଣି, ଯିବା ବେଳ ହେଇଗଲା। ଆଉ ଦୁଃଖର କଥା ଯେ ମୁଁ ତୋ ପାଇଁ କିଛି ସଞ୍ଚି ପାରିଲି ନାହିଁ। ଆଉ କିନ୍ତୁ ଗାଁ ଲୋକେ ଆମକୁ ବହୁତ ଶ୍ରଦ୍ଧା କରନ୍ତି, ଭଲ ପାଆନ୍ତି, ଆଉ ଦରକାର ବେଳେ ଆସି ନିଶ୍ଚୟ ଠିଆ ହେବେ। ଆଉ ତୁ ତ ଅଳ୍ପ ପାଠ ପଢିଛୁ, ମୋ ମୃତ୍ୟୁ ପରେ ତୁ ଗୋଟେ ଚାଟଶାଳୀ ଖୋଲ, ଆଉ ଖୋଲିକି ପିଲାଙ୍କୁ ପାଠ ପଢା। ଆଉ ସେଥିରେ ତୁ କୌଣସି ମତେ ତୋର ଗୁଜୁରାଣ ମେଣ୍ଟେଇଯିବ, ତୁ ଚଳିଯିବୁ। କୁମାର ସେଠୁ ପୁଅ କହିଲା, ବାପା ତମେ କାହିଁକି ଏମିତି ମୃତ୍ୟୁ କଥା ଭାବୁଛ କହିଲ? ରୋଗ କାହାର ନ ହୁଏ? ତମେ ପୁରା ନିଜର ଅନ୍ୟ ରୋଗର ସବୁ ଚିକିତ୍ସା କରୁଛ। ତୁମେ କହୁନ କୋଉ ରୋଗ, କଣ ଔଷଧ, ଏଇ ରୋଗ ପାଇଁ କୋଉ ଔଷଧ ଖାଇବ, ପଥି ଖାଇବ, ତୁମେ କୁହ, ମୁଁ ସାଙ୍ଗେ ସାଙ୍ଗେ କରିକି ଦଉଛି, ତୁମେ ଖାଅ। ଆଉ ତୁମେ ଆଗ ସୁସ୍ଥ ହେଇଯାଅ, ତାପରେ ଆମେ ଏ ବିଷୟରେ ଆଲୋଚନା କରିବା। ସେ କହିଲେ, ନାଇଁରେ ପୁଅ, ମୁଁ ଆଉ ସୁସ୍ଥ ହେବାର ସମ୍ଭାବନା ନାହିଁ। ଆଉ ଯୋଉ ଲକ୍ଷଣ ଦେଖାଯାଉଛି ମୁଁ ଜାଣିଛି, ତେଣୁ ତତେ କହୁଛି। ଏଠୁ ତାପରେ ପୁଅ କହିଲା, ଦେଖ ବାପା, ଯଦି ତମର ଏଇଟା ଶେଷ ସମୟ ବୋଲି ତମେ କହୁଛ, ତେବେ ବାପା ମୁଁ ତମକୁ ଗୋଟେ ହୃଦୟର କଥା କହୁଛି। ଦେଖ, ତୁମକୁ ମୁଁ ମିଛ ପ୍ରତିଶ୍ରୁତି ଦେଇପାରିବି ନାହିଁ, କାହିଁକିନା ମୁଁ ଚାଟଶାଳୀ କରିବି ନାହିଁ। ଆଉ ମୁଁ ସଂକଳ୍ପ କରିଛି, ଆଉ ତୁମ ଅନ୍ତେ ତୁମରି ଭଳି ମୁଁ
ବୈଦ୍ୟ ହେବି, ଜୀବିକା ନିର୍ବାହ କରିବି ଏବଂ ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ତୁମର ଏଇ ଚିକିତ୍ସାଟିକୁ ଆଗକୁ ନେବି ଏବଂ ଗରିବ ମାନଙ୍କୁ ତୁମେ ଯେମିତି କାହାଠାରୁ କିଛି ଅର୍ଥ ଆଣୁନଥିଲ ମୁଁ ମଧ୍ୟ ଅର୍ଥ ଆଣିବି ନାହିଁ। ସେ କହିଲେ ଦେଖ ପୁଅ, ମୁଁ ଜାଣେ ତୁ ବୁଦ୍ଧିମାନ ଆଉ ବିବେକୀ, ମୋଠୁ ଯେତିକି ଚିକିତ୍ସା ବିଦ୍ୟା ଶିଖିଛୁ ସେଥିରେ ତୁ କୌଣସି ମତେ ଚିକିତ୍ସା କାର୍ଯ୍ୟ କରିପାରିବୁ, କିନ୍ତୁ ତାହା ଠିକ ହେବ ନାହିଁ। ଯଦି ତୁ ଚାଟଶାଳୀ ଖୋଲିବାକୁ ମନ କହୁନାହୁଁ ତେବେ ତୁ ଗୋଟେ କାମ କର, ଚାଷବାସ କର। ସେ କହିଲେ ଦେଖ ବାପା, ମୁଁ ଚିକିତ୍ସା ବିଦ୍ୟା ଜାଣେ, ସେତିକି ଜ୍ଞାନ ନେଇ ମୁଁ ବୈଦ୍ୟ ହେବି ନାହିଁ। ମୁଁ ଯିବି ମହେନ୍ଦ୍ର ଯୋଗୀଙ୍କ ଆଶ୍ରମରେ ଶିକ୍ଷା ଲାଭ କରିବି, ତାପରେ ବୈଦ୍ୟ ହେବି। କୁମାର ଏଇ ଉତ୍ତରଟି ଦେଲା। ଏଠୁ ବାପା ଆଉ କଣ କହିବେ, ପ୍ରଧାନ ଆଉ କିଛି କହିଲେ ନାହିଁ। କାହିଁକିନା ଯାହା ବି ହଉ ଟିକେ ଖୁସି ହେଲେ। ଦିଟା କଥା, ଗୋଟେ କଥାରେ ଖୁସି ହେଲେ ଯେ ତାଙ୍କର ଯୋଉ ଚିକିତ୍ସା ଶାସ୍ତ୍ର, ଚିକିତ୍ସା ବିଦ୍ୟା ସେ ଯାହା ଶିଖିଛନ୍ତି ଏବଂ ଯାହା ତା ପୁଅ ତାକୁ ଲାଗୁ କରିବ ବା ତାକୁ ଆଗେଇ ନବ ବୋଲି ସଂକଳ୍ପ କରୁଛି, ସେଥିରେ ଖୁସି ହେଲେ। ଏବଂ ତା ସହିତ ଆଉ ଟିକେ ଖୁସି ହେଲେ କଣ, ଯେ ତାର ଏବେ ବି ଶିକ୍ଷା ଲାଭ କରିବାର ଆଗ୍ରହ ରହିଛି ଏବଂ ସେ ଯୋଗୀଙ୍କ ପାଖକୁ ଯାଇ ଶିକ୍ଷା ଲାଭ କରିବ ବୋଲି ଯୋଉ ସଂକଳ୍ପ କରିଛି, ସେଥିପାଇଁ ସେ ଅତ୍ୟନ୍ତ ପ୍ରସନ୍ନ ହେଲେ। ତାଙ୍କର ମୃତ୍ୟୁବରଣ ହେଲା। ମୃତ୍ୟୁବରଣ ହେବା ପରେ ଗାଁ ଲୋକ ସମସ୍ତେ ସବୁ ଦାୟିତ୍ୱ ନେଇ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା କଲେ ଏବଂ ପୁଅକୁ ସବୁ ସବୁ ପ୍ରକାର ସାହାଯ୍ୟ କରିଛନ୍ତି ଏବଂ କହିଲେ ଦେଖ, ଯେତେ ଦିନ ପର୍ଯ୍ୟନ୍ତ ତୁମର କିଛି ରୋଜଗାର ହେଇନି ଆମେ କିଛି କିଛି ନିଶ୍ଚୟ ସାହାଯ୍ୟ କରିବୁ, ଆଉ ତୁମେ କିଛି କାମଧନ୍ଦା ଖୋଜୁଥାଅ। ଆଉ କୁମାର ସେମାନଙ୍କ ଏଇ ଯୋଉ ଶ୍ରଦ୍ଧା ଏବଂ କାମରେ ଯୋଉ ଏତେ ସାହାଯ୍ୟ କଲେ, ଭାରି ଖୁସି ହେଲେ। କାହିଁକିନା ସେ ଯେତେ ଜଣଙ୍କୁ ଚିକିତ୍ସା କରିଛନ୍ତି କାହା ପାଖରୁ ଅର୍ଥ ମାଗି ନାହାନ୍ତି, ତେଣୁ ସମସ୍ତେ ଆସି ଅଯାଚିତ ଭାବରେ ଭିନ୍ନ ଭିନ୍ନ କାମ କରିଦେଲେ। କିଏ ତାର ସ୍ୱତଃସ୍ଫୂର୍ତ୍ତ ଭାବରେ କିଏ ଖାଇବା ଦେଇଛନ୍ତି, କିଏ ଏଟା ଦେଇଛନ୍ତି, କିଏ ସେଟା ଦେଇଛନ୍ତି, ମାନେ ଅତି ସୁନ୍ଦର ଭାବରେ ତାଙ୍କର ଶ୍ରାଦ୍ଧ କାମଟି ସରିଲା। ବର୍ତ୍ତମାନ ସିଏ ସବୁ ସରିଗଲା ପରେ ଗାଁ ଲୋକଙ୍କୁ କହିଲା ଦେଖ, ଆଉ ମୁଁ ଯାଉଛି ଯୋଉ ଶିଖିବା ପାଇଁ ବୈଦ୍ୟ ବିଦ୍ୟା ମାନେ ଚିକିତ୍ସା ବିଦ୍ୟା ଶିଖିବାକୁ ଯାଉଛି ମହେନ୍ଦ୍ର ଯୋଗୀଙ୍କ ପାଖକୁ, ଆଉ ମୋ ଘର ଦାୟିତ୍ଵ ତୁମ ଜିମ୍ମାରେ ରହିବ। ଯାଇକି ପହଞ୍ଚିଲେ ମହେନ୍ଦ୍ର ଯୋଗୀଙ୍କ ପାଖରେ। ତାଙ୍କ ପାଖରେ ଅନେକ ଶିଷ୍ୟ ଥିଲେ। କିଏ ଯୋଗ ଶିକ୍ଷା କରୁଥିଲା, ତ କିଏ ଜ୍ୟୋତିଷ ବିଦ୍ୟା, ତ କିଏ ଆୟୁର୍ବେଦ। ସେଠାରୁ ଯେଉଁମାନେ ବି ବିଦ୍ୟା ଲାଭ ସମ୍ପୂର୍ଣ୍ଣ କରି ଉତ୍ତୀର୍ଣ୍ଣ ହେଉଥିଲେ, ସମାଜରେ ସେମାନଙ୍କର ପ୍ରତିଷ୍ଠା ଲାଭ ସହଜ ହେଉଥିଲା। କୁମାର ମହେନ୍ଦ୍ର ଯୋଗୀଙ୍କୁ ଆୟୁର୍ବେଦ ଶିକ୍ଷା ଦିଗରେ ନିଜର ଆଗ୍ରହ ଥିବା କଥା କହିଲା। ସେ କୁମାରଙ୍କୁ କେତୋଟି ପ୍ରଶ୍ନ ପଚାରିଲେ ଏବଂ ଦେଖିଲେ ଯେ ନାଇଁ, ବାଳକଟିର ଆନ୍ତରିକତା ଅଛି, ତେଣୁ ସେ ତାକୁ ଶିଷ୍ୟ ରୂପେ ଗ୍ରହଣ କଲେ। କୁମାର ଗଭୀର ମନୋଯୋଗ ସହକାରେ ଆୟୁର୍ବେଦ ଶିକ୍ଷା କଲା। ତା ନିଷ୍ଠା ଓ ତା ବ୍ୟବହାରରେ ମହେନ୍ଦ୍ର ଯୋଗୀ ବହୁତ ପ୍ରସନ୍ନ ହେଲେ। ପ୍ରସନ୍ନ ହେଇକି ତାକୁ ବହୁତ ନିଜର ପୁଅ ଭଳି ତାଙ୍କୁ ସ୍ନେହ କଲେ। ତେଣୁ ଶିଖିବାର ଆଗ୍ରହ ଯୋଉଠି ସାଧାରଣତଃ ଶିକ୍ଷାର୍ଥୀଙ୍କ ପାଖରେ ଦେଖାଯାଏ, ସେତେବେଳେ ଯିଏ ଶିକ୍ଷା ମାନେ ପ୍ରଦାନ କରୁଥାନ୍ତି ତାଙ୍କୁ ବହୁତ ଖୁସି ଲାଗେ ଏବଂ ସେଠି ସେ କଣ କରନ୍ତି, ତାଙ୍କର ନୂତନ ନୂତନ ଯୋଉଗୁଡାକ ଅଧିକ ବି ସେ ତାଙ୍କ ପାଖରେ ପରିପ୍ରକାଶ କରନ୍ତି, ତାଙ୍କର ଅନୁଭୂତି ତ ପରିପ୍ରକାଶ ନିଶ୍ଚୟ କରନ୍ତି। କୁମାରଙ୍କର ବିଦ୍ୟା ସମାପ୍ତ ହେଲା। ସେତେବେଳକୁ ଗୁରୁ ଆଉ ନୂଆ ଶିଷ୍ୟ ଗ୍ରହଣ କରୁନାହାନ୍ତି, ମାନେ ବୟସ ବି ଗୁରୁଙ୍କର ହେଇଗଲେଣି। ତ ସିଏ ଦିନେ ଘୋଷଣା କଲେ ଯେ ବର୍ତ୍ତମାନ ଯେତେ ଜଣ ଶିଷ୍ୟ ସମସ୍ତେ ଅଛ, ତୁମ ସମସ୍ତଙ୍କର ବିଦ୍ୟା ସମାପ୍ତ ହଉଛି, ଏଣିକି ତୁମେ ଘରକୁ ଯାଇପାର। ଆଉ ମୁଁ ଶେଷ ଜୀବନ ଏଠି ନିରବରେ ତପସ୍ୟା କରିବି, ଆଉ ମୁଁ ଚାଟଶାଳୀ ବା ଏଇ ବିଦ୍ୟାଳୟଟି ଆଉ ଚାଲୁ କରିବି ନାହିଁ। ଧୀରେ ଧୀରେ ଜଣ ଜଣ କରି ସବୁ ଶିଷ୍ୟ ମାନେ ଚାଲିଯିବାକୁ ଆରମ୍ଭ କଲେ। ଦିନେ ମହେନ୍ଦ୍ର ଯୋଗୀ କୁମାରଙ୍କୁ ଡାକି କହିଲେ ବାପା, ଆଉ ତୁ ସଫଳ ଚିକିତ୍ସକ ହେବୁ, ଏଥିରେ ମୋର ସନ୍ଦେହ ନାହିଁ। ଚାହିଁଲେ ବହୁତ ଉପାର୍ଜନ ବି କରିପାରିବୁ, ସେଥିରେ ମୋର ସନ୍ଦେହ ନାହିଁ। କିନ୍ତୁ ଗରିବ ଲୋକଙ୍କ ଚିକିତ୍ସାରେ କେବେ ହେଳା କରିବୁ ନାହିଁ। ଯଦି ମୋଠୁ ଆଉ କିଛି ଚାହୁଁ ତେବେ କହ। ଦେଖନ୍ତୁ, ସାଧାରଣତଃ ଆମ ଭାରତ ବର୍ଷରେ ଏଇଟା ଗୋଟେ ମହାନ ପରମ୍ପରା ଥିଲା ଏବଂ ଯେହେତୁ ସମସ୍ତେ ଭଗବତ ତତ୍ଵକୁ ବିଶ୍ୱାସ କରୁଥିଲେ, ତେଣୁ ସମସ୍ତେ ସ୍ୱାର୍ଥ କୈନ୍ଦ୍ରିକ କେହି ହଉନଥିଲେ। ସମସ୍ତେ ସବୁବେଳେ ଗୋଟେ ବିଶାଳ ହୃଦୟ ତାଙ୍କର ରହିଥିଲା
ଏବଂ ଯିଏ କୌଣସି ଅଭାବରେ ପଡିଛି ବା ତାଙ୍କ ପାଖରେ ଯେକୌଣସି ପ୍ରକାର ଆର୍ଥିକ ଅଭାବ ହଉ ବା କୌଣସି ଥିରେ ବି ଯଦି କମ ଥାନ୍ତି, କେହି କାହାକୁ ମାନେ ହେୟ ମନେ କରନ୍ତି ନାହିଁ, କାହାକୁ ନିଚା ଦେଖନ୍ତି ନାହିଁ ଏବଂ ଆଦର କରନ୍ତି ଜ୍ଞାନ ଥିଲେ। ଯଦି ଅଭାବ ରହିଛି ତାକୁ ହେୟ କରନ୍ତିନି, ଘୃଣା କରନ୍ତି ନାହିଁ। ଆଉ ଗୋଟେ ବଡ କଥା ହେଉଥିଲା, ଯେମିତି ସମସ୍ତଙ୍କୁ ନିଜର ବୋଲି ମନେ କରନ୍ତି। ତେଣୁ ସିଏ ତାଙ୍କୁ ତ ନିଜର ବୋଲି ମନେ କରି କହିଲେ, ତା ସହିତ ଏମିତି କହିଲେ ଯେ ଗରିବ ଲୋକଙ୍କୁ ଯେମିତି କେବେ ହେଳା କରିବୁ ନାହିଁ, ସେଇଟା ମନରେ ରଖିଥିବୁ। କୁମାର କହିଲେ, ଗୁରୁଦେବ ଆପଣ ମୃତ୍ୟୁକୁ କିପରି ଦୂର କରିହବ ସେଇ କଥାଟି ମତେ ଶିକ୍ଷା ଦିଅ। ସେ କହିଲେ ଯଦି ମୋଠୁ ଆଉ କିଛି ଚାହୁଁ କହ। ତେଣୁ ସେ କହିଲେ, ଗୁରୁଦେବ ମୃତ୍ୟୁକୁ କିପରି ଦୂର କରିହବ ମତେ ଆପଣ କୁହନ୍ତୁ। ସିଏ ଗୁରୁଦେବ ଟିକେ ନୀରବ ରହିଲେ, କହିଲେ ଦେଖ ବାପା, ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁକୁ ଦୂର କରିବାକୁ ହେଲେ ତୁମକୁ ଦେବତା ହେବାକୁ ପଡିବ। ମୃତ୍ୟୁକୁ ଯଦି ଦୂର କରିବାକୁ ଚାହୁଁଛ ତାହେଲେ ତୁମକୁ ଦେବତା ହେବାକୁ ପଡିବ। ଦେବତା ମାନେ ଅମର, ଆଉ ତାହା ସହଜ କି ନୁହଁ ସେ ଦିଗରେ ମୁଁ କୌଣସି ଉପାୟ କହିପାରିବି। ତୁମେ ଦେବତା ହେଇପାରିବ କି ନ ହେଇପାରିବ ଏବଂ ସେଥିପାଇଁ ଯୋଉ ପ୍ରଚେଷ୍ଟା କହିଲେ ମୁଁ କହିପାରିବି, କିନ୍ତୁ ରୋଗୀ ପାଖକୁ ଗଲା ବେଳେ ପ୍ରଥମେ ମୋତେ ସ୍ମରଣ କରି ତା ମୁଣ୍ଡ ଉପରକୁ ଚାହିଁଦେଉ। କହିଲେ ମୁଁ ତୋତେ ଆଶୀର୍ବାଦ କରୁଛି, ଯେତେବେଳେ କୌଣସି ରୋଗୀକୁ ଚିକିତ୍ସା କରିବାକୁ ଯିବୁ ତେବେ ମୋତେ ସ୍ମରଣ କରି ତା ମୁଣ୍ଡ ଉପରକୁ ଚାହିଁବୁ। ମୁହୂର୍ତ୍ତକ ପାଇଁ ଯଦି ତୋ ଆଖିରେ ଗୋଟିଏ ମହିଷର ରୂପ ଦେଖାଯିବ, ତେବେ ବୁଝିବୁ ଯେ ରୋଗୀର ମୃତ୍ୟୁ ଅନିବାର୍ଯ୍ୟ। ସେ କହିଲେ ତାଙ୍କର ତପସ୍ୟାରତ ଯୋଉ ଜ୍ଞାନ ଯୋଉ ରହିଛି ତପ ବଳ, ସେ ବଳ ଫଳରେ ସେ ତାଙ୍କୁ ଆଶୀର୍ବାଦ କଲେ, ଯୋଉ ରୋଗୀ ପାଖକୁ ଯିବୁ ଯାଇକିରି ମତେ ସ୍ମରଣ କରିବୁ ଏବଂ ତା ମୁଣ୍ଡ ଉପରକୁ ଚାହିଁବୁ। ଚାହିଁଲା ବେଳେ ଯଦି ତାଙ୍କୁ ଗୋଟେ କିଛି କ୍ଷଣ ପାଇଁ ତତେ ଯଦି ଦେଖାଗଲା ମହିଷ, ତାହେଲେ ଜାଣିବୁ ସେ ମୃତ୍ୟୁ ଅନିବାର୍ଯ୍ୟ। ସେ କହିଲେ, ଗୁରୁଦେବ ଅନ୍ତତଃ ଥରୁଟିଏ ମଧ୍ୟ ସେ ମହିଷକୁ ଭାଇ ମୁଁ ତଡ଼ିପାରିବି ନାହିଁ। ହଁ, କଣ ହେଲା? ସିଏ ତ କହିଲେ ମାନେ କଣ କହିଲ, ଯୋଉ ମାନେ ମୁଁ କହିଲି ସିଏ ତ ବରଦାନ ଦେଲେ ଯେ ମାନେ ଯାହା ମୁଣ୍ଡକୁ ଅନେଇକି ମାନେ ଦେଖିବେ ମହିଷ ଦେଖାଯିବ, ମାନେ ତାଙ୍କୁ ଦେଖାଯିବ କମ୍ପଲସରୀ ନା ସିଏ ତାଙ୍କୁ ସେ ମାନେ ବରଦାନ ଟା ଦେଲେ ଯେ ତାଙ୍କୁ ଦେଖାଯିବ ବୋଲି, ମାନେ ଯାହା ଭିତରେ ଯଦି ସେଟା ଥିବ ଦେଖାଯିବ। ହଁ, ଯଦି ମୃତ୍ୟୁ ତାର ହବାର ଥିବ ତେବେ ଆକୁ ଜଣା ପଡିବ। ଯଦି ମରିବ ନାହିଁ ସେ ତାଙ୍କୁ ବ୍ୟକ୍ତିଟି, ଦେଖାଯିବ ତ। ହଁ, ଆଚ୍ଛା ଆଚ୍ଛା ହଉ। ସେଠୁ କହିଲେ, ଯଦି ଗୁରୁଦେବ ମୁଁ ଯଦି ଦେଖିପାରିବି ତେବେ ଥରୁଟିଏ ମୁଁ ମୃତ୍ୟୁକୁ ତଡି ପାରିବିନି। ମାନେ ଦେଖନ୍ତୁ ସମସ୍ତଙ୍କ ଭିତରେ ଏଇଟା ଗୋଟେ ଥାଏ ଯେ ଆଡଭେଞ୍ଚରସ୍, ମାନେ ନିଶ୍ଚୟ ସମ୍ଭବ ବା ନିଶ୍ଚୟ ଆଗକୁ ଯିବା, ସତରେ କଣ ତଡି ହବ ନାହିଁ। ସେଇଥିପାଇଁ ତ ଅତିମାନ ଶକ୍ତି କଥା ଆସୁଛି ଯେ ଯେହେତୁ ଏଟା ସବୁ ମୁହୂର୍ତ୍ତରେ ରହି ଆସିଛି, କାହିଁକି ନା ଏଟା ହଉଛି ଅନିବାର୍ଯ୍ୟ, ମୃତ୍ୟୁ ଉପରେ ବିଜୟ ହାସଲ ନିଶ୍ଚୟ ହବ। ସମୟ ଆସିନଥିଲା, ସେ ଶକ୍ତି ଅବତରଣ କରିନଥିଲା, ତେଣୁ ସେ ତଳ ପର୍ଯ୍ୟନ୍ତ ହେଇପାରୁନଥିଲା। କିନ୍ତୁ ସେ କହୁଛନ୍ତି ଯେ ଥରଟିଏ ମୁଁ ତଡି ପାରିବି ନାହିଁ। ଏଠୁ ଯୋଗୀ କିଛି ସମୟ ଚୁପ ରହିଲେ, କହିଲେ ଆଚ୍ଛା ବାପା, ହଉ ତୋତେ ଏଇ ବର ତ ଦେଲି, ଆଉ ଗୋଟେ ବର ତତେ ମୁଁ ଦଉଛି ଯେ ଥରୁଟିଏ ତୁ ଯେକୌଣସି ଲୋକର ମୃତ୍ୟୁକୁ ରୋକିପାରିବୁ, ଥରୁଟିଏ ମାତ୍ର। ଆଉ ମହିଷକୁ ଦେଖିବା ମାତ୍ରେ ଉପାୟ କହିଲେ କଣ କରିବୁ, ଯେତେବେଳେ ମହିଷକୁ ଦେଖିବୁ ସାଙ୍ଗେ ସାଙ୍ଗେ କଣ କରିବୁ, ଦୁର୍ଗାଙ୍କୁ ଆବାହନ କରିବୁ। ଦୁର୍ଗାଙ୍କୁ ଆବାହନ କଲେ ମହିଷ ପଳାଇବ। କିନ୍ତୁ କହିଲେ, କିନ୍ତୁ କାହା ଭାଗ୍ୟରେ ହସ୍ତକ୍ଷେପ କଲେ ନିଜ ଭାଗ୍ୟ ବଦଳିଯାଏ, ଏଇଟା ମନେ ରଖିବୁ। ତୁ ଯଦି ସେପରି କରୁ ତେବେ ଆୟୁର୍ବେଦ ତୁ ସମ୍ପୂର୍ଣ୍ଣ ଭୁଲିଯିବୁ। ଯୋଉ ଥରୁଟିଏ ସେ କହିଲେ କଣ, ଯଦି ତୁ ଥରୁଟିଏ ତତେ ସୁଯୋଗ ମିଳିବ ଜଣକୁ ତମେ ମୃତ୍ୟୁକୁ ଦୂରେଇ ଦବୁ, କିନ୍ତୁ ତା ପ୍ରତି ବଦଳରେ କଣ ହବ କହିଲେ, ଯେ ତୁ ଆୟୁର୍ବେଦ ସମ୍ପୂର୍ଣ୍ଣ ଭୁଲିଯିବୁ। ସେଠୁ କୁମାର କହିଲା ଠିକ ଅଛି, ଆଉ କିଛି କହିଲା ନାହିଁ। ତାପରେ ସେଠୁ ସେ ଗୁରୁକୁଳ ଆଶ୍ରମ ଛାଡିକି ବି ଗଲେ।
ଗାଁ ଲୋକଙ୍କୁ ଯାଇ ଗାଁରେ ପହଞ୍ଚିଲେ, ଗାଁ ଲୋକ ବହୁତ ଖୁସି ହେଲେ, ଯାହା ହଉ ଏତେ ଦିନ ପରେ ଆସିଲେ। ଆଉ ତାପରେ ସେ ତାର ଚିକିତ୍ସା କାର୍ଯ୍ୟ ଆରମ୍ଭ କଲା ଏବଂ ଚିକିତ୍ସା ସେ ଅତି ଶୀଘ୍ର ଖ୍ୟାତି ଲାଭ କଲା। ଯେଉଁଠି ସେ ମହିଷୀ ଦେଖୁଥାଏ ସେଠି ସେ ଚିକିତ୍ସା ଦାୟିତ୍ୱ ହାତକୁ ନେଉନଥାଏ। ସେ ଜାଣିଲା ଲୋକଟି ମରିବ, ତେଣୁ ତା ଚିକିତ୍ସା ଦାୟିତ୍ୱ ସେ ନେଉନଥିଲା। ନେଲେ ତ ଜାଣିଛି ମରିବ, ତ କାହିଁକି ଯିବ? କୌଣସି ନା କୌଣସି ଆଳରେ ସେ କଣ କରୁଥାଏ, ସେ ରୋଗୀକୁ ଏଡେଇ ଯାଏ। ଆଉ ଯାହାର ସେ ଚିକିତ୍ସା କରୁଥାଏ ସେ ରୋଗୀ ଭଲ ହେଇଯାଉଥାଏ। ବିଦ୍ୟା ଜାଣିଛି, ଭଲ ହେଇଗଲା। ଏବଂ ଯୋଉଠି ସେ ତ ଦେଖି ଦଉଛି ନା ଆର ମୃତ୍ୟୁ ଅଛି, ତେଣୁ ସେଠି ସେ ଚିକିତ୍ସା କରୁନାହିଁ। ଆଉ ଚିକିତ୍ସା କଲେ ତ ମରିବ ଲୋକ, ସେଇଥିପାଇଁ ତାର ସେ ଯୋଉ ଲୁପ୍ ହୋଲ୍ସ ଟା କଟି ଯାଉଛି। ଆଉ କଣ, ତାର ଚିକିତ୍ସାରେ କୌଣସି ମୃତ୍ୟୁ ରୋଗୀ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁବରଣ କରିନାହାନ୍ତି, ସମସ୍ତେ ଭଲ ହେଇ ଚାଲିଛନ୍ତି। କାହାକୁ କିଛି ଅଧିକ ସମୟ ଲାଗିପାରେ, ଫଳରେ ଚାରିଆଡେ ତାଙ୍କର ଖ୍ୟାତି ହେଲା। ସମସ୍ତେ କହିଲେ ଯେ କୁମାର କବିରାଜଙ୍କ ହାତରେ ଚିକିତ୍ସିତ ହେଲେ କେବେ ତୁମର ମୃତ୍ୟୁ ହବ ନାହିଁ। ଲୋକମାନେ ଯେତେବେଳେ ପ୍ରଚାର କରନ୍ତି ତାକୁ ବଢେଇକି ସବୁବେଳେ କରନ୍ତି ଯେ ତାଙ୍କ ପାଖରେ ଯଦି ଚିକିତ୍ସା କରିବ ତେବେ ତମର କେବେ ମୃତ୍ୟୁ ହବ ନାହିଁ। କାହିଁକିନା ସିଏ କିଏ ଜାଣିଛନ୍ତି ଯେ ଯାହାର ମୃତ୍ୟୁ ହବ ସେ ତାକୁ ଏଡଉଛନ୍ତି ବୋଲି, ସେଟା ସେ ବରକୁ ସେ ବ୍ୟବହାର କରୁଛନ୍ତି। ଏମିତି ଅନେକ ଦିନ ପରେ ଗୋଟେ ଥରେ କଣ ହେଲା, ସେ ରାଜ୍ୟରେ ଗୋଟେ ସଂକ୍ରାମକ ରୋଗ ବ୍ୟାପିଲା। ଯେମିତି ଏବେ ହେଇଥିଲା ଏପିଡେମିକ, ଗୋଟେ ମହାମାରୀ ବ୍ୟାପିଲା, ସମସ୍ତଙ୍କୁ ଧୀରେ ଧୀରେ ହେଲା। କୁମାର ଦିନ ରାତି ଲାଗି ଲୋକଙ୍କର ରୋଗ ଉପଶମ କରିବାରେ ଲାଗିଥାଏ। ଏତିକି ବେଳେ ସୁନ୍ଦରପୁର ନାମକ ରାଜ୍ୟରୁ ଦୂତ ଆସି ତାଙ୍କୁ କହିଲେ, ବୈଦ୍ୟବର, କୋଉଠୁ? ସୁନ୍ଦରପୁର। ଆମ ରାଜାଙ୍କର ଏକମାତ୍ର କନ୍ୟାଙ୍କର ଜୀବନ ସଙ୍କଟାପନ୍ନ। ରାଜକୁମାରୀଙ୍କର ଦେହ ଖରାପ, ଜୀବନ ସଙ୍କଟାପନ୍ନ। ଆଉ ରାଜା ଆପଣଙ୍କର ଖ୍ୟାତି ଶୁଣିଛନ୍ତି, ଆପଣଙ୍କୁ ସେ ସସମ୍ମାନେ ଦରବାରଙ୍କୁ ନେବା ପାଇଁ ଅନୁରୋଧ ରଖିଛନ୍ତି। ସେ ପର୍ଯ୍ୟନ୍ତ ସେ ତ କେବେ ରାଜାଙ୍କ ପାଖକୁ ଡକରା ପାଇନଥିଲା, ତେଣୁ ଯାହା ହଉ ଖୁସି ଲାଗିଲା, ରାଜାଙ୍କୁ ଆହ୍ୱାନ ମିଳିଛି। ତେଣୁ ସେ କଣ କଲା, ଯିବାକୁ ବାହାରିଲା। ସେ ଅଞ୍ଚଳରେ ଲୋକେ ଆସି କହିଲେ, ଆଉ ବୈଦ୍ୟରାଜ, ଏଇ ସଂକ୍ରାମକ ରୋଗ ଏବେ ବ୍ୟାପିଛି, ଆପଣ ଯଦି ଦୂରକୁ ଚାଲିଯିବେ ଆମେ କରିବୁ କଣ? କାରଣ ସଂକ୍ରାମକ ରୋଗ ସମୟରେ ବହୁତ ଲୋକଙ୍କର ଏ ଚିକିତ୍ସା See, କରୁଥିଲେ। this is the age of artificial intelligence where machines do the thinking. Age of ଯେ ଚିକିତ୍ସା କରୁଥିଲେ, ସେଠୁ ଲୋକ କହିଲେ ଯେ ବର୍ତ୍ତମାନ ମହାମାରୀ ସମୟରେ ଆପଣ ଯଦି ଚାଲିଯିବେ ତାହେଲେ ଆମେ କଣ କରିବୁ? ସେ କହିଲେ, ଦେଖ, ବ୍ୟସ୍ତ ହୁଅ ନାହିଁ, ମୁଁ ଶୀଘ୍ର ଫେରି ଆସିବି। ତେଣୁ ସେ ରାଜାଙ୍କ ଆହ୍ୱାନ ଡାକରା ଆସିଛି, ତ ଯିବାକୁ ତ ହବ, ଆଉ ମୁଁ ଶୀଘ୍ର ଫେରି ଆସିବି। କେତେ ଗୁଡେ ଔଷଧ ଦେଇକି ଗଲେ, ଯଦି କିଛି ଅସୁବିଧା ହୁଏ କଣ କେମିତି ଦବ ବତେଇ ବାତେଇ ଦେଇ ଗଲେ। କିଛି ଯୋଉମାନେ ଜାଣିବା ଶୁଣିବା ଲୋକ, ଅନୁଭବୀ ଲୋକ, ତାଙ୍କୁ କହିଦେଇକି ଗଲେ। ବର୍ତ୍ତମାନ ଇଏ ଯାଇକି ରାଜପ୍ରସାଦରେ ଯେତେବେଳେ ପହଞ୍ଚିଲେ, ଅଭ୍ୟର୍ଥନା ଜୋରସୋରରେ ହେଲା। ରାଜା ନିଜେ ରାଜା ଆସିଲେ ପାଛୋଟି ନବା ପାଇଁ। କହିଲେ, ଦେଖନ୍ତୁ ଭଦ୍ରେ, ଆପଣଙ୍କ ଖ୍ୟାତି ମୁଁ ବହୁତ ଶୁଣିଛି, ଆଉ ମୋ କନ୍ୟାକୁ ଯଦି ଆପଣ ଭଲ କରିଦେବେ, ମୁଁ ଆପଣଙ୍କ ପାଇଁ ଗୋଟେ ପ୍ରାସାଦ ଛିଡା କରିଦେବି, ମାନେ ରାଜମହଲଟେ ତିଆରି କରିଦେବି, ଆଉ ଦାସ ଦାସୀ ଖଞ୍ଜି ଦେବି, ତା ଛଡା ଦେବି ବିପୁଳ ପରିମାଣର ସ୍ୱର୍ଣ୍ଣ ମୁଦ୍ରା। ମାନେ ମୁଁ ଯଦି ମୋ ଝିଅକୁ ଭଲ କରିଦେବୁ, ଦେବି ମାନେ ବଡ ପ୍ରସାଦଟେ କରିଦେବି, ଦାସ ଦାସୀ ଦେବେ ଏବଂ ବହୁତ ପରିମାଣରେ ସ୍ୱର୍ଣ୍ଣ ମୁଦ୍ରା ଦେବେ, ଜୀବନ ଯାକ ଯେମିତି ଖୁସିରେ ସେ ରହିବ। କୁମାର ଯେତେବେଳେ ରାଜକନ୍ୟାଙ୍କ ପାଖକୁ ଗଲେ, କୋଠରୀ ଭିତରେ ସେ ପଶୁ ପଶୁ ଦେଖିଲେ ମହିଷୀର ରୂପ। ବର୍ତ୍ତମାନ ସେ କଣ କରିବେ, ତାଙ୍କ ମନ ଦୁଃଖ ହେଇଗଲା। ତେଣୁ ସେ ଆଗ କିଛି ସମୟ ନୀରବ ହେଇଗଲେ। ତାପରେ ଭାବିଲେ ଯେ ମୁଁ ଦୁର୍ଗା ନାମ ସ୍ମରଣ କରି ତାକୁ ତଡ଼ିଦେବି। ଆଉ ସେ ସାଙ୍ଗେ ସାଙ୍ଗେ ଦୁର୍ଗାଙ୍କୁ ଆହ୍ୱାନ କଲେ, ମହିଷୀକୁ ତଡ଼ି ଦେଲେ। ସେତିକି ବେଳେ ରାଜା ତା କାନ ପାଖରେ କହିଲେ, ବାବୁ, ଏ କନ୍ୟା ହଉଛି ମୋର ଏକମାତ୍ର ସନ୍ତାନ, ସମସ୍ତେ ହାଲ ଛାଡ଼ି ଦେଇଛନ୍ତି, ତମେ ଯଦି ଏହାକୁ ବଞ୍ଚାଇ ପାରିବ ତେବେ ତମକୁ ବରଂ ମୋ ଜାମାତା ରୂପେ ବରଣ କରିବି, ତମେ ହେବ ମୋ ପରେ ଏ ରାଜ୍ୟର ରାଜା। ହେଲା, ଇଏ କଣ ସଂକଳ୍ପ କରିକି ଅଲରେଡି
ଦୁର୍ଗାଙ୍କୁ ଆହ୍ୱାନ କରି ସାରିଲେ। କିନ୍ତୁ ରାଜା ତ ଝିଅ ସବୁ ବାପା ମାଙ୍କର ନିଜର ସନ୍ତାନ ପ୍ରତି ଗୋଟେ ମାନେ ଅହେତୁକି ଲୋଭ ଥାଏ। ତେଣୁ ତାପରେ ଝିଅଙ୍କ ପ୍ରତି ତ ବାପାଙ୍କର ତ ଅଧିକ ସ୍ନେହ ଥାଏ। ତେଣୁ ସେ କହିଲେ ଯଦି ତମେ ତାକୁ ଭଲ କରିଦବ, ସମସ୍ତେ ହାଲ ଛାଡି ଦେଇଛନ୍ତି, ତମେ ଯଦି ଭଲ କରିଦବ ତମକୁ ମୁଁ ଜୋଇଁ କରିବି ଏବଂ ତମେ ଏ ରାଜ୍ୟରେ ରାଜା ହବ। ଇଏ ଥିଲେ ମହାରାଜ, ତ କ୍ଷମା କରନ୍ତୁ, ଏହାଙ୍କୁ ରକ୍ଷା କରିବା ମୋର ସାଧ୍ୟାତୀତ। ଏତିକି କହିଛି ଇଏ ପୁଣି କହିଲେ ବାବୁ ଦେଖ ତମେ ସେପରି କୁହ ନାହିଁ, ଚେଷ୍ଟା କର। ରାଜା ବ୍ୟାକୁଳ ଭାବରେ କହିଲେ। ଇଏ କହିଲେ ଚେଷ୍ଟା କରନ୍ତୁ, କ୍ଷମା କରନ୍ତୁ, ଚେଷ୍ଟା କରି ଲାଭ ନାହିଁ। ଏହା କହି ସେ ତଡ଼ିତ୍ ବେଗରେ ବାହାରିଗଲେ। ତାପରେ ସେ ସିଧା ଫେରି ଆସିଲେ ତାଙ୍କ ଗ୍ରାମ, ସାଧାରଣ ରୋଗୀମାନଙ୍କ ସେବାରେ ନିଜକୁ ନିୟୋଗ କଲେ। ନାଇଁ, ସିଏ ସଂକଳ୍ପ କରିଛି କିନ୍ତୁ ତଡ଼ି ନାହିଁ, ଦୁର୍ଗାଙ୍କୁ ଆହ୍ୱାନ କରିନାହିଁ। ଦୁର୍ଗାଙ୍କୁ ସେ ଆହ୍ୱାନ କରିନାହିଁ। ମୁଁ ସେଇଆ କହୁଛି, ପ୍ରଥମେ ତମେ କହିଲ ତଡ଼ିଦେଲେ, ଆଉ ପୁଣି କହିଲ କଣ ଆସିକି ମନା କରି ଚିକିତ୍ସା କଲେ। ନାଇଁ ନାଇଁ, ମୁଁ ସେଠି ଦେଖିଲି, ତାପରେ ସ୍ଥିର କଲା 3 ବାର ଦୁର୍ଗା ନାମ ସ୍ମରଣ କରି ମହିଷୀ ତଡ଼ି ଦେବ। ମୁଁ ଆଉ ତଡ଼ି ଦେବଟା ପଢିନି, ସ୍ଥିର କଲା ତ ମୁଁ ସେଇଠୁ କହିଲେ ହଉ। ସିଏ ଯେତେବେଳେ ରାଜା ତାଙ୍କ କାନରେ କହିଲେ ମଧ୍ୟ, ଆଉ କଟ ମଝିରେ ଯୋଉଟା ପୂର୍ବରୁ ରହି ସେଟା କଟା ହବ। ସେ ଯଦିଓ ଭାବିଲେ ଯେ ସେ ଦୁର୍ଗାଙ୍କୁ ଆହ୍ୱାନ କରି ତଡ଼ିଦେବେ, କିନ୍ତୁ ଯେତେବେଳେ ରାଜା ତାଙ୍କ କାନରେ କହିଲେ, ସେ ହଠାତ୍ ସ୍ଥିର କଲେ, କହିଲେ ନା, ମାନେ ନିଜେ ନିଜେ ସଂକଳ୍ପ କଲେ ଯେ ନା। ତାପରେ ରାଜା ବ୍ୟାକୁଳ ଭାବରେ କହିଲେ, ଦେଖ ତମେ ବାବୁ ସେପରି କୁହନା, ତୁମେ ଚେଷ୍ଟା କର, ମୁଁ ଜାଣିଛି ତୁମେ ନିଶ୍ଚୟ ଲାଭ ମାନେ ସଫଳ ହେବ। ସେଠୁ ତାପରେ ଇଏ କହିଲେ, ଦେଖନ୍ତୁ ଆଜ୍ଞା, ଆଉ ଚେଷ୍ଟା କରି କିଛି ଲାଭ ନାହିଁ, ମତେ ଆପଣ କ୍ଷମା କରନ୍ତୁ। ତାପରେ ସେ ସିଧା ଫେରି ଆସିଲେ ତାଙ୍କ ଗ୍ରାମକୁ, ଆଉ ସାଧାରଣ ରୋଗୀମାନଙ୍କ ସେବାରେ ନିଜକୁ ନିୟୋଗ କଲେ। ଉତ୍ତର ଜାଣି ଯଦି ନିରୁତ୍ତର ରହିବ, ନୀରବ ରହିବ, ତେବେ ମସ୍ତକ ହେବ ସ୍କନ୍ଧଚ୍ୟୁତ। ପ୍ରଶ୍ନଟି ଏବେ ଶୁଣ। ପ୍ରଶ୍ନ ହେଲା, ରାଜନ, କୁମାର କାହିଁକି ଏଭଳି ନିର୍ବୋଧତା କଲା? ମୁଁ ବର୍ତ୍ତମାନ ପଚାରେ, ହେ ଅନୁସନ୍ଧିତ୍ସୁ ଶ୍ରୋତାଗଣ, ମୋର ପ୍ରଶ୍ନ ତୁମକୁ, କୁମାର କାହିଁକି ଏଭଳି ନିର୍ବୋଧତା କଲେ? କେତେ ଦିନରୁ ତାଙ୍କ ଭିତରେ ଧନୀ ହେବା ନିମନ୍ତେ ତାଙ୍କ ମନରେ ଇଚ୍ଛା ଥିଲା। ବର୍ତ୍ତମାନ ସୁଯୋଗ ପାଇଲେ ରାଜା ହେବା ପାଇଁ, ରାଜା ହେବେ ପୁଣି, ତେବେ ସେ ତାକୁ କାହିଁକି ପାଦରେ ଠେଲିଦେଲେ? ତାଙ୍କର ମସ୍ତିଷ୍କ ବିକୃତି ଘଟିଲା କି? ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ଯଦି ନୀରବ ରହିବ, ତେବେ ତମ ଶିର ହେବ ସ୍କନ୍ଧଚ୍ୟୁତ। ଦିଅ ଉତ୍ତର, ବିଳମ୍ବ କର ନାହିଁ। ବା, ସେ ଭାବିଥିବେ କଣ କହିଲ ଭାଇ, ଯେତେବେଳେ ସେ ମାନେ ତାଙ୍କୁ ତ କହିଥିଲେ ନା, ବୈଦ୍ୟରାଜ କହିଥିଲେ ଯେ ମାନେ ଯଦି ତମେ ବଞ୍ଚେଇ ଦବ ଦୁର୍ଗାଙ୍କୁ ସ୍ତୁତି କରିକି, ହଁ ହୁଏତ କାହାକୁ ବଞ୍ଚେଇ ଦବ, କିନ୍ତୁ ସେତେବେଳେ ତମ ଯୋଉ ଶକ୍ତି ଟା ମାନେ ପଳେଇବ ସବୁଦିନ ପାଇଁ। ସିଏ ଯେହେତୁ ଯେତେବେଳେ ଭାବିଥିବେ ବଞ୍ଚେଇବା କଥା, ତାପରେ ସେ ଭାବିଥିବେ ତାଙ୍କ ଗାଁରେ ଯୋଉ ମହାମାରୀ ଟା ବ୍ୟାପିଥିଲା, ସେଠି ଲୋକଙ୍କ କଥା ଭାବିଥିବେ। ସେ ଗୋଟେ ଜୀବନ ବଞ୍ଚେଇକି ଏତେ ଜଣଙ୍କ ମାନେ ଜୀବନ ଟା ପଳେଇବ, ସେଥିପାଇଁ ହୁଏତ ଫେରି ଯାଇଥିବେ। ମୁଁ ବି ସେଇ କଥା କହୁଛି। ଆଉ ସିଏ ସିନା ତାଙ୍କ ମନରେ ଯୋଉ କହିଲ ଧନୀ ହେବାରେ ଇଚ୍ଛା ଥିଲା, ହେଲେ କଣ ହବ, ସିଏ କହିଥିଲେ ସେଠି ତାଙ୍କ ଯୋଉ ଯିଏ ଗୁରୁଙ୍କୁ କହିଥିଲେ, ତାପରେ ଇଆଡେ ବି ସିଏ ଭାବିଥିବେ, ମୁଁ ଯଦି ଏଠି ଆଙ୍କ କଥା ମାନିକି ରାଜା ହେଇଯିବି, ସିଆଡେ ଏତେ ଜଣ ଲୋକ, ତାଙ୍କ ବାପା ବି କହିଥିଲେ। ଆଉ ତାପରେ ଧନୀ ହେଇଗଲେ କଣ ସେଇଠୁ ରହିବ, ଇଏ ଯୋଉ ଶିଖିଛନ୍ତି, ଆକୁ କରିକି ଆଡେ ଲୋକଙ୍କୁ ବଞ୍ଚେଇବେ, ତାପରେ ଏଇ କାମ ଚାଲିବ। ସେ ସେଇଆ ଭାବିକି ପଳେଇ ଆସିଲେ ଆଉ। ଆପଣମାନଙ୍କ ଉତ୍ତର ଅତୀବ ସନ୍ତୋଷଜନକ। ମହାନ ମହାନ ବ୍ୟକ୍ତି ଆପଣମାନେ। ମୂଳରୁ ଯଦିଓ ତାଙ୍କ ଭିତରେ
କୋଉଠି ଧନୀ ହବା ପାଇଁ ତାଙ୍କର ଇଚ୍ଛା ଥିଲା ବୋଲି କେହି ଜଣା ପଡୁନି, କିନ୍ତୁ ଯେତେବେଳେ ସେ ଚିକିତ୍ସା କଲେ ବା ଚିକିତ୍ସା ଆରମ୍ଭ କଲେ, ଧୀରେ ଧୀରେ ସେ ନିଶ୍ଚୟ ଗୋଟେ ଚିକିତ୍ସା ଗୋଟେ ଏମିତି ଏକ ମାନେ ଗୋଟେ କାର୍ଯ୍ୟ, ସେ କାର୍ଯ୍ୟରେ ତା ଆରମ୍ଭରୁ ତ ବାପା ଯେହେତୁ ଚିକିତ୍ସା କରୁଥିଲେ, ତେଣୁ ସେ ଚିକିତ୍ସା କରିବେ ବୋଲି ଯେହେତୁ ତାଙ୍କ ଭିତରେ ଏକ ସଂକଳ୍ପ ଥିଲା, ଏବଂ ବାପାଙ୍କର ଏବଂ ତାଙ୍କ ଜେଜେବାପାଙ୍କର ଯୋଉ ଗୋଟେ ସୁକୃତ ଯେମିତି ଥାଏ କହନ୍ତି, ସେଟା ହଉଛି ଗୋଟେ ତାଙ୍କ ଭିତରର ଯୋଉ ଆମେ ତାକୁ କହିପାରିବା ସ୍ୱଧର୍ମ। ସ୍ୱଧର୍ମ ତାଙ୍କର ଥିଲା କଣ, ଯେ ଧନ ପିପାସା ଆଦୌ ନଥିଲା, ଏବଂ ଲୋକଙ୍କ ପାଇଁ ନିଜର କାର୍ଯ୍ୟକୁ ଉତ୍ସର୍ଗ କରିବା, ଏଇ ଭାବଟି ଅଲରେଡି ତାଙ୍କ ଜେଜେବାପା ତାଙ୍କ ବାପାଙ୍କ ପାଖରୁ ତାଙ୍କ ପାଖକୁ ଆସିଛି। ଇଏ ଗୋଟେ ପ୍ରଭାବ ସବୁବେଳେ ସମସ୍ତଙ୍କ ପାଖରେ ରହିଥାଏ। ସେଥିପାଇଁ କୁହାଯାଏ ତମ ଘରର ଯୋଉ ସଂସ୍କାର ତମର ଚତୁଃପାର୍ଶ୍ୱର ପରିବେଶରେ ବି ସଂସ୍କାର ତୁମ ଉପରେ ପ୍ରଭାବ ପକାଏ। ଘରରେ ଯୋଉ ସଂସ୍କାର ଯୋଉ କହନ୍ତି, ଯୋଉ ସେଟା ଯାହା ଥାଏ ସେ ପିଲାଙ୍କ ଉପରେ ପ୍ରଭାବ ପକାଏ। ବ୍ୟତିକ୍ରମ ଦେଖାଯାଏ, ଯୋଉଟା ଦେଖାଯାଏ ସେଟା ବାହ୍ୟ ଭାବରେ ଦେଖାଯାଏ, କିନ୍ତୁ ଜ୍ଞାନ ରହିଛି, ସବୁ ରହିଥାଏ। ଯୋଉ ବ୍ୟତିକ୍ରମ ଦେଖାଯାଏ ସେ ବ୍ୟତିକ୍ରମଟି କେବଳ ବାହାରେ ଦେଖାଯାଏ, ଭିତରେ ଥାଏ। ସେଇ ସମୟରେ ସେଇ ବ୍ୟତିକ୍ରମକୁ କୌଣସି ଗୋଟେ ଜାଗାରେ ଜଣେ କିଏ ଯଦି ଭାଙ୍ଗିଦେଲା, ତେବେ ସିଏ ତାଙ୍କର ସ୍ୱତଃ ସ୍ୱଧର୍ମ ଯୋଉଟା ସେଇଟା ପରିପ୍ରକାଶ ହବ। ତେଣୁ ତାଙ୍କର ସ୍ୱଧର୍ମ ଥିଲା ଅନ୍ୟମାନଙ୍କ ପାଇଁ, ଅନ୍ୟମାନଙ୍କର ଭଲ ପାଇଁ ଚିନ୍ତା କରିବା, ତାଙ୍କ ଚିକିତ୍ସା କରିବା ଗୋଟେ ଆଦର୍ଶ। ଏବଂ ଆମର ତଥାକଥିତ ଯଦି ଲୋକ ସାଧାରଣ ଦୃଷ୍ଟିରୁ କହିଲେ ଗୋଟେ ବିବେକବାଦୀ ଲୋକ, ଏବଂ ଅନ୍ୟମାନଙ୍କର ସେବା କରିବା, ଜନସାଧାରଣଙ୍କ ସେବା କରିବା। ଏବଂ ଆଉ ଗୋଟେ କଥା ହେଲା, ଯେହେତୁ ଗୁରୁଙ୍କୁ ସିଏ ବହୁତ ମାନୁଥିଲେ, ଗୁରୁ ତାଙ୍କୁ ପ୍ରଥମରୁ ହିଁ ମନା କରୁଥିଲେ ଯେ ନାଇଁ ସେଥିରେ ମୁଣ୍ଡ ପୁରେଇବା ଦରକାର ନାହିଁ ବା ସେମିତି କରିବା କଥା ନୁହଁ। କିନ୍ତୁ ତାପରେ ଗୁରୁ ଯେତେବେଳେ କହିଲେ ଯେ ଯଦି ତମେ ସେୟା କର, ତେବେ ତୁମେ ତୁମର ଆୟୁର୍ବେଦ ଟିକେ ଭୁଲିଯିବ। ତେଣୁ ସେ ଗୁରୁଙ୍କ ଉପଦେଶ ଏବଂ ନିଜର ଯୋଉ ଗୋଟେ ପ୍ରଭାବ, ଅନ୍ତରର ଡାକ ଯୋଉ କହନ୍ତିନି, ଅନ୍ତରର ଡାକ, ଆପଣମାନେ ଯାହା କହିଲେ ଏକ୍ଜାକ୍ଟଲି ସେଇ କଥା। ମୁଁ କେବଳ ତାକୁ ଗୋଟେ ଭାଷା ଦେଇକି କହୁଛି। ସେଇ ଅନ୍ତରର ଡାକ ଫଳରେ ସେ କହିଲେ ନାଇଁ, କେତେ କେତେ ବ୍ୟକ୍ତି ତାଙ୍କ ଟୋଟାଲ ଯୋଉ ବାପା କହିଲେ, ସଂଘମିତ୍ରା ବାପା କହିଲେ ଯେ ଗାଁରେ ଅନେକ ଲୋକ ପୀଡ଼ିତ ଅଛନ୍ତି, ସେମାନଙ୍କ ଚିକିତ୍ସା କରିବା ପାଇଁ ଯଦି ସେ ଏଠି ରହିବେ ସେ ତ ଭୁଲିଯିବେ। ଆଉ ପୁରା ଭୁଲିଗଲେ ଗାଁ ଲୋକଙ୍କୁ ଚିକିତ୍ସା କଣ କରିପାରିବେ? କରିପାରିବେ। ତେଣୁ ଏବଂ ଏପଟରେ ଦେଖୁଛନ୍ତି ଏପର୍ଯ୍ୟନ୍ତ ବି କୌଣସି କବିରାଜ ତାଙ୍କୁ ଭଲ କରିପାରି ନାହାନ୍ତି। ମୃତ୍ୟୁ ଅନିବାର୍ଯ୍ୟ ଜାଣିଛନ୍ତି, କିନ୍ତୁ କବିରାଜ ଔଷଧ ଦେଇକି ଦେହ ବି ଭଲ କରିପାରୁନାହାନ୍ତି। ତେଣୁ କବିରାଜଙ୍କର ଆବଶ୍ୟକତା ଅଧିକା। ରାଜା ତ ତାଙ୍କର ନାହିଁ। ସେଇ ଯଦି ସେ ଭାବିଲେ ଯେ ଆଉ ଜଣେ କିଏ ରାଜା ହବ ବା ନିଜେ ରାଜା ଅଛନ୍ତି, ତେଣୁ ସେ ରାଜା ପଦବୀ ପ୍ରତି ତାଙ୍କର ଲାଳସା କିଛି ନଥିଲା, ଏବଂ ସିଏ ତାଙ୍କର ଅନ୍ତରର ଡାକ ସେ ଶୁଣିଲେ। ତେଣୁ ଚେଷ୍ଟା ଚାହିଁଲେ ଯେ ନାଇଁ, ସେ ଜନସାଧାରଣଙ୍କ ସେବା କରିବାଟାକୁ ପ୍ରାଧାନ୍ୟ ଦେଲେ। ଆପଣ ମାନଙ୍କର ଉତ୍ତରରେ ଆମେ ସନ୍ତୁଷ୍ଟ ହେଲୁ। ବେତାଳ ବର୍ତ୍ତମାନ ସର୍ତ୍ତ ଅନୁସାରେ ଜାଗା ଛାଡି ଚାଲିଗଲେ। ବର୍ତ୍ତମାନ ପୁଣି ମୌନ ଭଙ୍ଗ ଯେହେତୁ ହେଇଯାଇଛି, ରାଜା ପୁଣି ଦୌଡ଼ିଲେ ବେତାଳ ପଛରେ ଯାଇକି ତାକୁ ପୁଣି ଆଣିବା ପାଇଁ। ଥ୍ୟାଙ୍କ ୟୁ ଅଲ୍ ଓଭର।